ଶ୍ରୀନଗର ଗାଁରେ 2 ଜଣ ବୁଢ଼ା ବୁଢ଼ୀ ରହୁଥିଲେ। ତାଙ୍କର କେହି ସନ୍ତାନ ନଥିଲେ, ତେଣୁ ବାର୍ଦ୍ଧକ୍ୟରେ ତାଙ୍କର କେହି ସାହାରା ବି ନଥିଲେ। ସେମାନଙ୍କୁ ତାଙ୍କ ଗୁଜୁରାଣ ମେଣ୍ଟାଇବାରେ ବହୁତ ଅସୁବିଧା ହେଉଥିଲା। ଦିନେ ବୁଢ଼ା ବୁଢ଼ୀକୁ କହିଲା, ହେଇଟି ଶୁଣୁଛୁ, ପରିସ୍ଥିତି ଯାହା ହେଲାଣି ନା, ଏମିତି ଆଉ ଚଳି ହବନି। ହଁ, କୋଉ ଜନ୍ମରେ କି ପାପ କରିଥିଲେ କେଜାଣି ଭଗବାନ ଆମ କୋଳକୁ ପିଲାଟିଏ ବି ଦେଲେନି। ଏଇ ବୟସରେ ସାହାରା ପାଇଁ ଆମ ପାଖରେ କେହି ବି ନାହାନ୍ତି। ସେସବୁ କଥା ଛାଡ, ଯାହା ଭଗବାନ ଦେଇନାହାନ୍ତି। ଏବେ ଆମକୁ ଚଳିବା ପାଇଁ କିଛି ବାଟ ବାହାର କରିବାକୁ ପଡିବ। ବୁଢ଼ା ଆଉ ବୁଢ଼ୀ ବହୁତ ସମୟ କଥା ହେଲା ପରେ ଏଇ ନିଷ୍ପତ୍ତି ନେଲେ ଯେ ସେମାନେ କିଛି ଗାଈ କିଣିବେ ଆଉ ସେମାନଙ୍କର କ୍ଷୀର ବିକି ଚଳିବେ। କିଛି ଦିନ ପରେ ବୁଢ଼ା ଗାଁ ପାଖ ହାଟରୁ କିଛି ଗାଈ କିଣି ଆଣିଲା। ସେମାନଙ୍କର ଯତ୍ନ ନେଲା ଆଉ ତାଙ୍କ କ୍ଷୀର ବିକି ସେମାନେ ଚଳିଲେ। ଦିନେ ବୁଢ଼ା ତା ଗାଈମାନଙ୍କୁ ନେଇ ଗାଁ ପାଖ ଗୋଟେ ପାହାଡ଼ ପାଖକୁ ଚରେଇବାକୁ ଗଲା। ସେଠି ଗାଈମାନେ ଚରିବା ସମୟରେ ବୁଢ଼ାର ଆଖି ଲାଗି ଯାଇଥିଲା। ସେତିକି ବେଳେ ସେଠି ଗୋଟେ ବାଘ ଆସି ପହଞ୍ଚିଲା। ବାଘ ଦେହର ବାସ୍ନା ବାରି ପାରି ଗାଈମାନେ ସେଠି ଦୌଡ଼ିବାକୁ ଲାଗିଲେ। ବାଘ କିନ୍ତୁ କୌଣସି ଗାଈଙ୍କୁ ଆଘାତ ନ କରି ପ୍ରଥମେ ଯାଇ ବୁଢ଼ା ପାଖରେ ପହଞ୍ଚିଲା। ବାଘର ଗର୍ଜନ ଶୁଣି ବୁଢ଼ାର ନିଦ ଭାଙ୍ଗିଗଲା। ବାଘ ଭାଇ, ମତେ ଛାଡ଼ି ଦିଅ। ମୋ ଘରେ ମୋ ସ୍ତ୍ରୀ ଛଡା ଆଉ କେହି ନାହାନ୍ତି। ତମେ ଯଦି ମତେ ଖାଇଦେବ, ତାହେଲେ ଏ ବୟସରେ ତାକୁ କିଏ ପଚାରିବ? ଅଧିକା ଗପ ନା। ମୁଁ କାଲି ରାତିରେ ଗୋଟେ ହରିଣ ଖାଇଛି। ମତେ ଏବେ ଭୋକ ନାହିଁ। ଆଉ ତୁ ତ ବୁଢ଼ାଟା, ତତେ ଖାଇଲେ ତୋ ମାଂସ ମୋ ଦାନ୍ତରେ ଅଟକି ଯିବ। ହେଲେ ମୁଁ ଚାହିଁଲେ ତତେ ମାରି ଦେଇ ପାରିବି, କିନ୍ତୁ ତୁ ଯଦି ମୋର ଗୋଟେ ଉପକାର କରିବୁ, ମୁଁ ତତେ ଛାଡ଼ିଦେବି। କୁହ ବାଘ ଭାଇ। କାଲି ଠାରୁ ମୋ ନାକରେ ଗୋଟେ ଝିଟିପିଟି ପଶି ଯାଇଛି। ମୁଁ ଠିକରେ ନିଶ୍ୱାସ ନେଇ ପାରୁନି। ତୁ ଯଦି ସେଇଟା ବାହାର କରିଦେବୁ, ତାହେଲେ ତତେ ମୁଁ ଛାଡ଼ିଦେବି। ବାଘର କଥା ଶୁଣି ବୁଢ଼ା ଟିକେ ଆଶ୍ୱସ୍ତ ହେଲା। ସେ ସାଙ୍ଗେ ସାଙ୍ଗେ ବାଘର ନାକରୁ ଝିଟିପିଟିଟାକୁ ବାହାର କରିଦେଲା। ଯେମିତି ବାଘ ନାକରୁ ଝିଟିପିଟିଟା ବାହାରିଛି, ବାଘ ସେ ଝିଟିପିଟିକୁ ଦେଖି ଇଲୋ ବଉଲୋ କହି ସେଠୁ ଡେଇଁ ପଡ଼ି ବୁଢ଼ାର ବେକରେ ଝୁଲି ପଡ଼ିଲା। ବାଘର ସାମାନ୍ୟ ଝିଟିପିଟି ପ୍ରତି ଭୟ ଦେଖି ବୁଢ଼ା ଟିକେ ମୁରୁକି ହସିଦେଲା। ବୁଢ଼ାର ହସ ଦେଖି ବାଘକୁ ବହୁତ ଅପମାନିତ ଅନୁଭବ ହେଲା। ସେ ରାଗି ଯାଇ କହିଲା, ଶୁଣ, ଆମେ ବାଘମାନେ ଯେତିକି ବଳୁଆ ସେତିକି ବିଚାରବନ୍ତ ମଧ୍ୟ। ତେଣୁ ମୁଁ ତତେ ଦେଇଥିବା କଥା ରଖି ଆଜି ଛାଡ଼ିଦେଲି। ଆଉ ହଁ, ମୋର ଝିଟିପିଟିକୁ ଦେଖି ଡରିବା କଥା ଆମ 2 ଜଣଙ୍କ ଛଡା ଯଦି ଆଉ କେହି ବି ଜାଣେ, ତାହେଲେ ତ ମୁଣ୍ଡରୁ ଗଣ୍ଡି ଅଲଗା କରିଦେବେ। ନା ନା ବାଘ ଭାଇ, ମୁଁ ଏ ବିଷୟରେ କାହାକୁ କିଛି ବି କହିବିନି। ବାଘର ଡର ବିଷୟରେ ବୁଢ଼ା କାହାକୁ ବି କହିବନି ବୋଲି ତାକୁ କଥା ଦେଇ ସେଠୁ ଚାଲିଗଲା। ସେ ଘରେ ପହଞ୍ଚି ଗାଈମାନଙ୍କୁ ଗୁହାଳରେ ବାନ୍ଧିଲା ଆଉ ଧୋଇ ହେଇ ବୁଢ଼ୀ ସହ ଖାଇବାକୁ ବସିଲା। ସେତିକି ବେଳେ ବୁଢ଼ାର ନଜର ଗୋଟାଏ ଝିଟିପିଟି ଉପରେ ପଡ଼ିଲା। ବୁଢ଼ାର ସାଙ୍ଗେ ସାଙ୍ଗେ ବାଘ କଥା ମନେ ପଡ଼ିଗଲା। ସେ ହଠାତ୍ ଠୋ ଠୋ ହେଇ ହସିବାକୁ ଲାଗିଲା। ବୁଢ଼ାର ହସ ଦେଖି ବୁଢ଼ୀ ତାକୁ ପଚାରିଲା, କଣ ହେଇଛି ତମର? ଏମିତି ହସୁଛ କାହିଁକି? ନାଇଁ ନାଇଁ, କିଛି ନାହିଁ। ମଲା, କଣ ଏମିତି ହେଇଛି ଯେ ତମେ ମତେ ବି କହୁନ? ହଉ ହଉ, ଶୁଣୁ, କହିବି। ହେଲେ ତୁ କିନ୍ତୁ ମୋ ରାଣ ଖା। ତୁ କାହାକୁ କିଛି କହିବୁନି। ହଉ। ତେବେ ଶୁଣୁ।
ରଜନୀକୁ ଘଟଣାଟା କହିବା ସମୟରେ ତା ଘର ବାହାରେ ବାଘ ଲୁଚି ରହି ସବୁ କଥା ଶୁଣୁଥିଲା। ବାଘ ସେସବୁ କଥା ଶୁଣି ବହୁତ ଜୋର ରାଗିଗଲା ଆଉ ସାଙ୍ଗେ ସାଙ୍ଗ ବୁଢ଼ାର ଘରର କବାଟଟା ଭାଙ୍ଗି ତା ଘର ଭିତରେ ପଶିଗଲା ଆଉ ତାର ତଣ୍ଟିକୁ ଚିପି ଧରି କହିଲା, ବେଇମାନ, ମୁଁ ତତେ ନୂଆ ଜୀବନ ଦେଲି ଆଉ ତୁ ତା ବଦଳରେ ଏହା କଲୁ। ତତେ ଥରେ ଗୋଟେ ସୁଯୋଗ ଦେଇ ମୁଁ ପରିଣାମ ଭୋଗିଲିଣି, ଆଉ ନୁହଁ ଆଜି ତତେ ମାରିବି ଆଉ ତାପରେ ତୋ ସ୍ତ୍ରୀକୁ। ବାଘର କଥା ଶୁଣି ବୁଢ଼ା ସାଙ୍ଗେ ସାଙ୍ଗ ଗୋଟେ ଉପାୟ ପାଞ୍ଚିଲା। ତାପରେ ସେ ବାଘକୁ କହିଲା, ମତେ ମତେ କ୍ଷମା କର ବାଘ ଭାଇ। ବାଘ ଭାଇ, ତମେ ମତେ ଖାଇବ ଯେ, ହେଲେ ଯୋଉ ଝିଟିପିଟିକୁ ଦେଖି ମୋର ତମ କଥା ମନେ ପଡିଥିଲା, ସେ ଝିଟିପିଟିଟା ମୋ ନାକ ଭିତରେ ପଶି ଯାଇଛି। ମୋର ଭାରି ଚିନ୍ତା ହଉଛି, ମତେ ଖାଇଲା ବେଳେ ଯଦି ସେ ଝିଟିପିଟି ତମ ତଣ୍ଟିରେ ଲାଖିଯିବ ତାହେଲେ। ବୁଢ଼ାର କଥା ଶୁଣି ବାଘ ବୋପାଲ ମାଲ ରଡି ଛାଡ଼ି ସେଠୁ ଦୌଡ଼ି ପଳେଇଲା ଆଉ ବୁଢ଼ା ବୁଢ଼ୀ ସେଇ ଦିନରୁ ଖୁସିରେ ରହିଲେ। ଏ କାହାଣୀ ହେଉଛି ଏକ ଦୁଃଖୀ ଗର୍ଭବତୀ ଗାଈ ସୁରଭିର। ଗୋପାଳର ଦୁଇଟି ଗାଈ ଥିଲା, ସୁରଭି ଓ ରଜନୀ। ରଜନୀ ଦିନେ ଦିନେ କ୍ଷୀର ଦେଉଥିଲା ଏବଂ ସୁରଭି ଗର୍ଭବତୀ ଥିଲା। ଗୋପାଳ ପ୍ରତିଦିନ ରଜନୀର କ୍ଷୀର ଦୁହିଁ ବଜାରରେ ବିକ୍ରି କରି ତାର ରୋଜଗାରରେ ପରିବାର ଚଳାଉଥିଲା। ସେ ସବୁବେଳେ ରଜନୀର ହିଁ ଯତ୍ନ ନିଏ, କାରଣ ରଜନୀ ତାକୁ ପ୍ରତିଦିନ କ୍ଷୀର ଦେଉଥିଲା। କିନ୍ତୁ ସୁରଭି ଗର୍ଭବତୀ ଥିବାରୁ କ୍ଷୀର ଦେଇପାରୁନଥିଲା। ସେଥିପାଇଁ ଗୋପାଳ ତା ପ୍ରତି ଧ୍ୟାନ ଦେଉନଥିଲା। ଗୋପାଳ ଏକ ଲୋଭୀ ଓ ନିଷ୍ଠୁର ମଣିଷ ଥିଲା। ଗୋପାଳ ରଜନୀକୁ ଖାଦ୍ୟ ଖୁଆଉଥିଲା, କିନ୍ତୁ ବିଚରା ଗର୍ଭବତୀ ସୁରଭି ଆଗରେ ଶୁଖିଲା ଘାସ ପକାଇଦିଏ, ଯାହା ଫଳରେ ତାର ଠିକ୍ ଭାବେ ପେଟ ମଧ୍ୟ ପୂରି ପାରୁନଥିଲା। ଏହି କାରଣରୁ ସୁରଭି ସର୍ବଦା ଦୁଃଖୀ ରହୁଥିଲା। ଦିନେ ସୁରଭି ରଜନୀକୁ କହିଲା, ରଜନୀ ଭଉଣୀ, ଦେଖ ତ ଆମ ମାଲିକ ଗୋପାଳ କେତେ ଲୋଭୀ। ମୁଁ ତାକୁ କ୍ଷୀର ଦେଇପାରୁନି ବୋଲି ସେ ମୋତେ ଶୁଖିଲା ଘାସ ଖାଇବାକୁ ଦେଉଛି, ଏବଂ ତୁମେ ତାକୁ କ୍ଷୀର ଦେଉଛ ବୋଲି ସେ ତୁମକୁ ଭଲ ଖାଦ୍ୟ ଦେଉଛି। ଏହା କ'ଣ ଭୁଲ ନୁହେଁ କି ଭଉଣୀ? ସୁରଭି ଭଉଣୀ, ତୁମେ ଦୁଃଖ କର ନାହିଁ। ଯେତେବେଳେ ତୁମର ପିଲା ଜନ୍ମ ହୋଇସାରିବ, ତାପରେ ତୁମେ ବି କ୍ଷୀର ଦେବାକୁ ଲାଗିବ। ସେତେବେଳେ ମାଲିକ ତୁମକୁ ମଧ୍ୟ ଭଲ ଭଲ ଖାଦ୍ୟ ଖାଇବାକୁ ଦେବ ଏବଂ ଭଲ ଭାବରେ ତୁମର ବି ଯତ୍ନ ନେବ। ହଁ ଯେ, କିନ୍ତୁ ସେତେବେଳେ ଯାଏ ମୁଁ ମରିଯାଇଥିବି କି ବଞ୍ଚିବି ଜାଣିନି। ଏପରି ଭୋକିଲା ଶୁଖିଲା ରହି କେତେ ଦିନ ବଞ୍ଚିପାରିବି ଯେ? ଆଉ ଉପରେ ମୁଁ ଗର୍ଭବତୀ ମଧ୍ୟ ଅଛି। ଏପରି କହି କହି ବିଚାରୀ ସୁରଭିର ଆଖିରୁ ଲୁହ ବାହାରିଗଲା। ସୁରଭିକୁ ଏହି ଅବସ୍ଥାରେ ଦେଖି ରଜନୀକୁ ବି ଭଲ ଲାଗିଲା ନାହିଁ। ସେଥିପାଇଁ ସେ ସୁରଭିକୁ ସାନ୍ତ୍ୱନା ଦେଇ କହିଲା, ଦେଖ ସୁରଭି ଭଉଣୀ, କାନ୍ଦ ନାହିଁ ମୋର ଭଉଣୀ, ତୁମର କିଛି ହେବ ନାହିଁ। ଶୁଣ, ଏଇ ଗୋପାଳ ସିନା ଲୋଭୀ ଆଉ ନିର୍ଦ୍ଦୟୀ, କିନ୍ତୁ କ'ଣ ହେଲା, ତା ସ୍ତ୍ରୀ ମୀରା ତ ଭାରି ଦୟାଳୁ। ଦେଖିବ ସେ ତୁମ ବିଷୟରେ ଅବଶ୍ୟ କିଛି ଭାବିବ। ଗୋପାଳ ଯେତିକି ଲୋଭୀ ଓ କଠୋର ବ୍ୟକ୍ତି ଥିଲା, ତାର ସ୍ତ୍ରୀ ମୀରା ସେତିକି ଦୟାଳୁ ଓ କୋମଳ ହୃଦୟର ଥିଲା। ଗୋଟିଏ ଦିନ ସେ ଗୋପାଳକୁ ସୁରଭି ଆଗରେ ଶୁଖିଲା ଘାସ ପକାଇବାର ଦେଖିଲା ଏବଂ ତାକୁ ବହୁତ ଖରାପ ଲାଗିଲା। ସେ ଗୋପାଳକୁ କହିଲା, ଆରେ ଆପଣ ଏ କ'ଣ କରୁଛ? ତୁମେ ଖାଲି ଶୁଖିଲା ଘାସ କାହିଁ ଦଉଛ? ତୁମେ କେତେ ଲୋଭୀ ଓ କଠୋର। ଏଇ ରଜନୀକୁ ତ ଭଲ ଭଲ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦଉଛ, କିନ୍ତୁ ଏଇ ବିଚରା ଗର୍ଭବତୀ ସୁରଭିକୁ କେବଳ ଶୁଖିଲା ଚାରା ଦେଉଛ, ଯୋଉଥିରେ ତା ପେଟ ମଧ୍ୟ ପୁରୁନାହିଁ। ତୁମକୁ ପାପ ଲାଗିବ, ପାପ। ଆରେ ମୁଁ କ'ଣ କୋଉ ଧନୀ ସେଠ ନା ଜମିଦାର ଅଟେ କି ଯେ ଏଇ ଗର୍ଭବତୀ ଗାଈକୁ ମାଗଣାରେ ଭଲ ଭଲ ଖାଦ୍ୟ ଖାଇବାକୁ ଦେବି?
ଆଉ ଇଏ କୋଉ କ୍ଷୀର ବି ଦଉଛି ଯେ ମୁଁ ୟାକୁ ଖାଇବାକୁ ଦେବି? ରଜନୀ ତ ବହୁତ କ୍ଷୀର ଦଉଛି, ସେଥିପାଇଁ ତାକୁ ପୁଷ୍ଟିକର ଖାଦ୍ୟ ଖୁଆଇବା ଆବଶ୍ୟକ। ବୁଝିଲ ତୁମେ? ତୁମେ ଏଇ ବିଚାରୀ ସୁରଭି ଗାଈ ସହ ଏପରି କାହିଁକି କରୁଛ ଶୁଣେ? ଯେପରି ରଜନୀ ଆମର ଗାଈ ସେପରି ସୁରଭି ମଧ୍ୟ ତ ଆମର ଗାଈ। ଆଉ ଏବେ ସେ ତ ପିଲା ଜନ୍ମ ଦେବ, ପିଲା ଜନ୍ମ ଦେବା ପରେ ପୁଣି କ୍ଷୀର ଦେବ। ଏବେ ତ ସେ ଗର୍ଭବତୀ ଅଛି ନା, ତେଣୁ ଆମକୁ ତାର ଏବଂ ତା ପିଲାର ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଆବଶ୍ୟକ। କିଛି ଆବଶ୍ୟକ ନାହିଁ ମୀରା। ଶୁଖିଲା ଘାସ ଖାଇଲେ ତା ପିଲା ପେଟରେ ମରିଯିବ ନାହିଁ। ରଜନୀର କ୍ଷୀରରୁ ମିଳୁଥିବା ଟଙ୍କା ମୁଁ ଏ ଗର୍ଭବତୀ ଗାଈକୁ ମାଗଣାରେ ଖାଇବା ଦେଇ ସାରିପାରିବି ନା। ଗୋପାଳ ଏପରି ନିଜ ସ୍ତ୍ରୀ ସହ ଯୁକ୍ତି କରି ସେଠାରୁ ଚାଲିଗଲା ଏବଂ ମୀରା ସୁରଭି ଆଡକୁ ଦେଖିଲା। ବିଚାରୀ ସୁରଭିର ଆଖିରୁ ଲୁହ ବାହାରି ଯାଉଥିଲା। ଏସବୁ ଶୁଣି ମୀରାକୁ ସୁରଭି ଉପରେ ବହୁତ ଦୟା ଆସିଲା ଏବଂ ସେ ସ୍ନେହରେ ସୁରଭିର ମୁଣ୍ଡ ଆଉଁସୁଥିଲା ଏବଂ କହିଲା, କାନ୍ଦିନି ସୁରଭି, ମୁଁ ଜାଣେ ଯେ ତୁ ଗର୍ଭବତୀ ଏବଂ ଏହି ଅବସ୍ଥାରେ ତୋର ଆଉ ତୋ ପିଲାର ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ମୁଁ ତୋ ଦଉଡ଼ି ଖୋଲି ଦଉଛି, ଯା ତୁ ରଜନୀ ପାଖକୁ ଯାଇ ତା ସହିତ ଟିକିଏ ସବୁଜ ଘାସ ଖାଇଦେ। ଯେତେ ପର୍ଯ୍ୟନ୍ତ ମୁଁ ଅଛି ସେତେବେଳେ ତୋର ଚିନ୍ତା କରିବା କିଛି ଆବଶ୍ୟକତା ନାହିଁ। ଏହା କହି ମୀରା ସୁରଭିର ଦଉଡ଼ି ଖୋଲିଦେଲା ଏବଂ ସୁରଭି ରଜନୀ ସହିତ ଘାସ ଖାଇବାକୁ ଲାଗିଲା। ଏହା ଦେଖି ରଜନୀ ବହୁତ ଖୁସି ହେଲା ଏବଂ କହିଲା, ସୁରଭି ଭଉଣୀ, ତୁମେ ପେଟ ଭରି ଖାଦ୍ୟ ଖାଇଦିଅ, ଯାହା ଫଳରେ ତୁମ ପିଲାକୁ ବି ଭୋକ ଲାଗିବ ନାହିଁ। ନାହିଁ ନାହିଁ ଭଉଣୀ, ମୁଁ ପେଟ ଭରି ଖାଇଲେ ତୁମେ କ'ଣ ଖାଇବ? ମୁଁ ତ କେବଳ ଏତିକି ଖାଇବି ଯେପରି ମୋ ପେଟରେ ପାଳୁଥିବା ପିଲାକୁ ଟିକିଏ ପୋଷଣ ମିଳିବ। ଏପରି କିଛି ଦିନ ଚାଲିଲା। ଗୋପାଳ ଯେମିତି ରଜନୀ ପାଖରେ ଖାଇବା ପାଇଁ ଚାରା ପକାଇଯାଏ, ମୀରା ଚୁପଚାପ ସୁରଭିର ଦୌଡ଼ି ଆସି ଖୋଲି ଦଉଥାଏ ଏବଂ ସୁରଭି ରଜନୀ ସହିତ ଯାଇ ଟିକିଏ ଟିକିଏ ପୁଷ୍ଟିକର ଖାଦ୍ୟ ଖାଇଦିଏ। ଆଉ ଗୋପାଳ ଆସିବା ଆଗରୁ ମୀରା ସୁରଭିକୁ ଆଣି ତା ଖୁଣ୍ଟରେ ବାନ୍ଧିଦିଏ। ଏପରି କିଛି ଦିନ ଚାଲିବା ଦ୍ୱାରା ରଜନୀକୁ ପେଟ ଭରା ଖାଇବା ନ ମିଳିବାରୁ ସେ ମଧ୍ୟ କ୍ଷୀର କମ୍ ଦେବାକୁ ଲାଗିଲା, ଯାହାକୁ ଦେଖି ଗୋପାଳର ମୁଣ୍ଡ ଖରାପ ହୋଇଗଲା। ସେ ଭାବିଲା, ଏହା କିପରି ସମ୍ଭବ? ସେ ମନେ ମନେ ଭାବିବାକୁ ଲାଗିଲା ଯେ ଏତେ ସବୁ ପୁଷ୍ଟିକର ଖାଦ୍ୟ ଖାଇବା ସତ୍ତ୍ୱେ ରଜନୀ ଏତେ କମ୍ କ୍ଷୀର କିପରି ଦେଉଛି? ଶେଷରେ ଏହା ହେଉଛି କ'ଣ? ଏପରି ହେବା ତ ଉଚିତ ନୁହେଁ। କିଛି ନା କିଛି ଗଡ଼ବଡ଼ ଅବଶ୍ୟ ଅଛି। ମୋତେ ଏହାର ପତା ଲଗାଇବାକୁ ପଡ଼ିବ ଏବଂ ନଜର ରଖିବାକୁ ପଡ଼ିବ। ଗୋପାଳ ଏମିତି କିଛି ଭାବୁଥାଏ, ସେତେବେଳେ ତା ସ୍ତ୍ରୀ ମୀରା ଆସି ପଚାରିଲା, ଆରେ କ'ଣ ଭାବୁଛ? ସକାଳୁ ସକାଳୁ କ'ଣ ହୋଇଗଲା ତୁମର? କିଛି ନୁହଁ ମୀରା, ମୁଁ ଭାବୁଛି ଶେଷରେ ରଜନୀ କିପରି କ୍ଷୀର ଦେବା କମ୍ କରିଦେଲା। ଆଜିକାଲି ସେ କମ୍ ଦୁଧ ଦେଉଛି। କିଛି ତ ଗଡ଼ବଡ଼ ଲାଗୁଛି। ଆରେ ଆରେ କିଛି ଗଡ଼ବଡ଼ ହୋଇନାହିଁ। ବେଳେ ବେଳେ ଏମିତି ହୁଏ, ବେଳେ ବେଳେ ଏମିତି କମ୍ ବେଶୀ ହୋଇଯାଏ ମ। ତୁମେ ଚିନ୍ତା କର ନାହିଁ। ଦେଖିବ ରଜନୀ ପୁଣି 2-4 ଦିନରେ ପୂର୍ବ ପରି କ୍ଷୀର ଦେବାକୁ ଲାଗିବ। ଆଉ ଏମିତିରେ ବି ସେ ଗୋଟିଏ ଗାଈ କେତେ ପର୍ଯ୍ୟନ୍ତ ଏମିତି କ୍ଷୀର ଦେଉଥିବ ଯେ? ହଁ ମୀରା, ତୁମେ ଠିକ କହୁଛ। ହୋଇପାରେ ବେଶୀ ଦିନ ହୋଇଯିବାରୁ ତା କ୍ଷୀର କମ୍ ହୋଇଯାଇଥିବ। ହଉ, ଏଇ ଗାଈ କଥା ଛାଡ଼, ଚାଲିଲ ଭିତରକୁ। ମତେ ଜୋରେ ଭୋକ ଲାଗିଲାଣି, କ'ଣ ଟିକେ ଖାଇବାକୁ ଦବ। ଗୋପାଳ ମୀରାର ଏହି କଥାଟିକୁ ଭୁଲିଗଲା, କିନ୍ତୁ ଗୋଟିଏ ଦିନ ସୁରଭିକୁ ରଜନୀ ସହିତ ଘାସ ଖାଉଥିବାର ଦେଖିଥିଲା। ସୁରଭିକୁ ରଜନୀର ଘାସ ଖାଉଥିବାର ଦେଖି ଗୋପାଳ ତା ଉପରେ ବହୁତ ରାଗିଲା ଏବଂ ରାଗରେ କହିଲା, ଆରେ ଏଇ କର୍ମହୀନ ଗାଈକୁ କିଏ ଖାଇବାକୁ ଦେଲା? ତାର ଏପରି ସାହସ ସେ ରଜନୀର ଖାଦ୍ୟ ଖାଇବ? ଆରେ କାହିଁକି ଚିତ୍କାର କରୁଛନ୍ତି? ଏମିତି ଗଳା ଫାଡ଼ି ଫାଡ଼ି କାହିଁକି କହୁଛ? ଟିକିଏ ଖାଦ୍ୟ କ'ଣ ଖାଇଲା ଯେ କ'ଣ ହେଇଗଲା ସେଠୁ? ଏହା ମଧ୍ୟ ତ ତମର ଗାଈ, କାଲି ଏ ବି କ୍ଷୀର ଦେବ। ଆଜିଠୁ 4 ଦିନ ପର୍ଯ୍ୟନ୍ତ ଏହାକୁ ଶୁଖିଲା ଘାସ ମଧ୍ୟ ଖାଇବାକୁ ଦେବି ନାହିଁ। ତେବେ ଯାଇ ଏହା ମୁଣ୍ଡରେ ବୁଦ୍ଧି ଆସିବ। ଏ ବିଚରା ଗାଈର କ'ଣ ଦୋଷ ଯେ ଏମିତି ନିର୍ଦ୍ଦୟୀ ହେଉଛ? ସେ ଗୋମାତା,
ଏବଂ ଗର୍ଭବତୀ। ଏହାକୁ ଭୋକିଲା ରଖିଲେ ଆମକୁ ପାପ ଲାଗିବ। ଆରେ ଯାହା ଲାଗିବା କଥା ଲାଗୁ, କିନ୍ତୁ ଏହାକୁ ଶାସ୍ତି ତ ମିଳିବ। ଆଉ ଶୁଣ, ଯଦି କେବେ ତାକୁ ଖାଇବାକୁ ଦେବ ତେବେ ମୁଁ ତମକୁ ଆଉ ତାକୁ ଏ ଘରୁ ବାହାର କରିଦେବି, ବୁଝିଲ? ଏତିକି କହି ଗୋପାଳ ସୁରଭିକୁ ତା ଖୁଣ୍ଟରେ ଜୋରରେ ଦଉଡ଼ିରେ ବାନ୍ଧିଦେଲା। ବିଚରା ଗର୍ଭବତୀ ଗାଈ ଖାଦ୍ୟ ନ ମିଳିବାରୁ 2 ଦିନରେ ହିଁ ଦୁର୍ବଳ ହୋଇଗଲା ଏବଂ ତାର ନିଜ ପିଲା କଥା ଚିନ୍ତା ଲାଗିଲା। ରଜନୀ ଭଉଣୀ, ଏ ଗୋପାଳ ତ ମତେ ଜୀବନରୁ ମାରିଦେବାକୁ ଯେପରି ପ୍ରତିଜ୍ଞା ନେଇଛି। ମତେ ଯଦି ଆଉ ଗୋଟିଏ ଦିନ ଖାଦ୍ୟ ନ ମିଳେ ତେବେ ତ ମୁଁ ଆଉ ମୋ ପିଲା ମରିଯିବୁ ଭଉଣୀ। ଏହା କହି ସୁରଭି କାନ୍ଦିବାକୁ ଲାଗିଲା। ରଜନୀ ତାକୁ ଆଶ୍ୱାସନା ଦେଇ କହିଲା, ସୁରଭି ଭଉଣୀ, କାନ୍ଦ ନାହିଁ। ତୁମକୁ ଏବଂ ତୁମର ପିଲାକୁ କିଛି ହେବ ନାହିଁ। ଏଠାରୁ କିଛି ଦୂରରେ ଗୋଟିଏ ଜଙ୍ଗଲ ଅଛି, ତୁମେ ସେଠାକୁ ଚାଲିଯାଅ। କିନ୍ତୁ ମତେ ଏଇ ଦଉଡ଼ିରୁ ମୁକ୍ତି ମିଳିଲେ ସିନା ମୁଁ ଯିବି। ମୁଁ ତ ଏତେ ଦୁର୍ବଳ ହୋଇଗଲି ଯେ ଦଉଡ଼ି ମଧ୍ୟ ଛିଡ଼ାଇ ପାରିବି। ତୁମେ ଚିନ୍ତା କରନି, ମୋ ଦେହରେ ଏବେ ବି ଶକ୍ତି ଅଛି। ମୁଁ ତୁମର ଦଉଡ଼ିକୁ ସେ ଖୁଣ୍ଟରୁ ବାହାର କରିଦେବି। ଏହା କହି ରଜନୀ ନିଜର ଶକ୍ତିଶାଳୀ ଶିଙ୍ଗ ଦ୍ୱାରା ଖୁଣ୍ଟ ସହିତ ବନ୍ଧା ଦଉଡ଼ିକୁ ଭାଙ୍ଗିଦେଲା ଏବଂ ସୁରଭିକୁ ମୁକ୍ତ କରିଦେଲା ଏବଂ ଦୁର୍ବଳ ସୁରଭି କୌଣସି ପ୍ରକାରେ ଉଠି ଠିଆ ହୋଇଗଲା। ଧନ୍ୟବାଦ ରଜନୀ ଭଉଣୀ, ମତେ ଏ ରାକ୍ଷସ ପାଖରୁ ମୁକ୍ତ କରିଥିବାରୁ। ମୁଁ ଚାଲିଲି। ହଁ ସୁରଭି, ଯାଅ। ମୋର ତୁମ କଥା ଭାରି ମନେ ପଡ଼ିବ। ନିଜର ଏବଂ ନିଜ ପିଲାର ଯତ୍ନ ନେବ। ମୁଁ ଯଦି ଏ ଗୋପାଳ କବଳରୁ ବଞ୍ଚିଯାଏ ତେବେ ଆମର ନିଶ୍ଚୟ ଦେଖାହବ। ଆରେ ଭଉଣୀ, ଏମିତି କାହିଁକି କହୁଛ? ତୁମର କିଛି ହେବନି। ଏହା କହି ସୁରଭି ଘରୁ ବାହାରିଗଲା ଏବଂ ଧୀରେ ଧୀରେ ଚାଲି ଚାଲି ଜଙ୍ଗଲରେ ପହଞ୍ଚିଲା। ଜଙ୍ଗଲରେ ପହଞ୍ଚି ସୁରଭି ଖୁସି ହୋଇଗଲା ଏବଂ କହିଲା, ଆରେ ଏଠାରେ ତ ପାଣି ଅଛି, ପୋଖରୀ ମଧ୍ୟ ଅଛି ଏବଂ ଚାରି ପାଖରେ ସବୁଜ ଘାସ ମଧ୍ୟ ଉଠିଛି। ପ୍ରଥମେ ତ ମୁଁ ପେଟ ଭରି ସବୁଜ ଘାସ ଖାଇବି ଏବଂ ତାପରେ ପାଣି ପିଇବି। ଏହା କହି ସୁରଭି ପେଟ ଭରି ଘାସ ଖାଇଲା ଏବଂ ତାପରେ ପୋଖରୀରେ ପାଣି ପିଇ ସେଠାରେ ଗୋଟିଏ ଗଛ ତଳେ ନିଜର ଆଶ୍ରୟ ତିଆରି କରିନେଲା। କିଛି ସମୟରେ ସୁରଭି ପାଖରେ ଗୋଟିଏ ହରିଣ ଆସି କହିଲା, ଭଉଣୀ, ଏ ଜଙ୍ଗଲ ବହୁତ ଖତରନାକ। ରାତିରେ ବାଘ ଚାଲିବାକୁ ଲାଗନ୍ତି। ତୁମେ ମୋ ସହିତ ମୋ ଗୁମ୍ଫାକୁ ଚାଲ। ସେଠାରେ ତୁମେ ସୁରକ୍ଷିତ ରହିବ। ଆସ ଆସ। ସୁରଭି ହରିଣ ସହିତ ଚାଲିଗଲା ଏବଂ ସାରା ରାତି ତାର ଗୁମ୍ଫାରେ ଶୋଇଲା। ସକାଳେ ହରିଣ ତାକୁ ଜଙ୍ଗଲର ଏକ ଗୁପ୍ତ ଘାସ ପଡ଼ିଆକୁ ନେଲା, ଯେଉଁଠାରେ ମିଠା ମିଠା ଘାସ ଉଠିଥାଏ। ସୁରଭି ସେଠାରେ ପେଟ ଭରି ଘାସ ଖାଇଲା ଏବଂ ଭଲ ଭାବରେ ନିଜ ଜୀବନ ଯାପନ କଲା। ଏପଟେ ସୁରଭି ଚାଲି ଯାଇଥିବାରୁ ତା କଥା ଭାବି ଭାବି ଗୋପାଳ ହଠାତ୍ ଅସୁସ୍ଥ ହୋଇପଡ଼ିଲା। ତାର ଅବସ୍ଥା ଖରାପ ହେବାକୁ ଲାଗିଲା। ବୈଦ୍ୟ ତାର ରୋଗକୁ ଗମ୍ଭୀର ବୋଲି କହିଲେ, ପୁଅ ଗୋପାଳ, ତୋ ରୋଗ ବଡ଼ ଗମ୍ଭୀର। ମୁଁ କିଛି ଔଷଧ ଦେଉଛି, ତୁମେ ଏହାକୁ ସମୟ କ୍ରମେ ଖାଇବ, ଶୀଘ୍ର ଭଲ ହୋଇଯିବ। ଏଇ ଔଷଧରେ ମୁଁ ଭଲ ହୋଇଯିବି ତ ବୈଦ୍ୟଜୀ? ହଁ ପୁଅ, ଭଲ ହୋଇଯିବ। ଯାହା କରିବେ ସେଇ ପ୍ରଭୁ କରିବେ। ଏଇ ଔଷଧ ସବୁ କିନ୍ତୁ ଗାଈର କ୍ଷୀର ସହ ଖାଇବ, ନହେଲେ କିଛି କାମ ହବନି। କିଛି ସମୟ ପରେ ମୀରା ଗାଈର କ୍ଷୀର ନେଇ ଗୋପାଳ ପାଖକୁ ଆସିଲା। ଗୋପାଳ ଯେପରି କ୍ଷୀର ପିଇବାକୁ ଚେଷ୍ଟା କଲା, ହଠାତ୍ ତା ହାତରୁ ଗ୍ଲାସଟି ଖସି ପଡ଼ିଲା। ଆରେ ଏ କଣ? ମୋ ହାତରୁ ତ ଗ୍ଲାସଟା ପଡ଼ିଗଲା। ତୁମେ ମୀରା ଯାଇ ଆଉ ଗୋଟିଏ କ୍ଷୀର ଗ୍ଲାସ ମୋ ପାଇଁ ନେଇ ଆସ। ଆରେ କିପରି ଖସି ପଡ଼ିଲା? କ୍ଷୀର ଖସିବା ତ ଅଶୁଭ ସଂକେତ। ରୁହ, ମୁଁ ଆଉ ଗୋଟେ ଗ୍ଲାସ ନେଇ ଆସୁଛି।
ଏହା କହି ମୀରା ପୁଣି ଥରେ କ୍ଷୀର ନେଇ ଆସିଲା, କିନ୍ତୁ ପୁଣି ଏହା ଗୋପାଳର ହାତରେ ଆସିବା ମାତ୍ରେ ଖସି ପଡ଼ିଲା। ଏହା ଦେଖି ଗୋପାଳ ଆଉ ମୀରା ଆଶ୍ଚର୍ଯ୍ୟ ହୋଇଗଲେ। ଏ କଣ ହଉଛି ମୀରା? ମୋ ହାତରୁ ଏମିତି ବାରମ୍ବାର କ୍ଷୀର ଗ୍ଲାସ ପଡିଯାଉଛି କାହିଁକି? କିଛି ତ କଥା ଅଛି। ଏହା ତ ଭଗବାନ ଜାଣନ୍ତି କଣ ହେଉଛି। ଆପଣ ଧୈର୍ଯ୍ୟ ରଖନ୍ତୁ, ମୁଁ ପଡୋଶୀରୁ ପୁଣି କ୍ଷୀର ନେଇ ଆସୁଛି। ମୀରା ପଡୋଶୀ ଘରୁ କ୍ଷୀର ନେଇ ଆସିଲା। ଯେତେବେଳେ ସେ କ୍ଷୀର ଗ୍ଲାସ ଗୋପାଳ ହାତକୁ ଦେଲା, ପୁଣି ତାହା ତଳେ ପଡ଼ିଗଲା। ଏପରି ଅନେକ ଥର ମୀରା କ୍ଷୀର ଗ୍ଲାସ ଆଣୁଥାଏ, କିନ୍ତୁ ତାହା ଗୋପାଳର ହାତକୁ ଯାଉ ଯାଉ ହିଁ ଖସି ପଡ଼େ। ଏପରି ହେବା ଦ୍ୱାରା ଗୋପାଳ ଆଉ ତାର ଔଷଧ ଖାଇପାରିଲା ନାହିଁ ଏବଂ ତା ଦେହ ଆହୁରି ଖରାପ ହେବାକୁ ଲାଗିଲା। ମୀରା, ଲାଗୁଛି ବର୍ତ୍ତମାନ ମୁଁ ଆଉ ବଞ୍ଚି ପାରିବି ନାହିଁ। ଜାଣି ନାହିଁ ଭଗବାନ ମତେ କେଉଁ ପାପର ଶାସ୍ତି ଦେଉଛନ୍ତି। ତୁମେ ଗୋମାତାଙ୍କୁ ହଇରାଣ କଲ। ମୁଁ ତୁମକୁ ବାରମ୍ବାର କହୁଥିଲି ଯେ ଗାଈକୁ ଏପରି ହଇରାଣ କର ନାହିଁ, କିନ୍ତୁ ତମେ ଶୁଣିଲନି। ତମେ ମାନ କି ନ ମାନ, ଏସବୁ କିନ୍ତୁ ସୁରଭିକୁ ଯେଉଁ କଷ୍ଟ ଯନ୍ତ୍ରଣା ଦେଇଛ ତାହାର ହିଁ ଫଳ। କେଜାଣି ଏବେ ସୁରଭି କେଉଁଠି ଥିବ, ବଞ୍ଚିଥିବ ନା ନାହିଁ। ମୀରା, ପଇସା ଲୋଭରେ ଆସି ମୁଁ ବହୁତ ବଡ଼ ପାପ କରିଦେଇଛି। ମତେ ଗୋମାତାଙ୍କୁ ଏପରି କଷ୍ଟ ଦେବା ଉଚିତ ନଥିଲା। ଲାଗୁଛି ସେହି ଅଭିଶାପ ମତେ ଲାଗିଛି। ଏହା କହି ଗୋପାଳ ଜୋରରେ କାନ୍ଦିବାକୁ ଲାଗିଲା। ସେପଟେ ସୁରଭି ଜଙ୍ଗଲରେ ବସି ଭାବୁଥାଏ, ନା, ଏମିତି ମୋର ଏଇ କୁନି ବାଛୁରୀକୁ ନେଇ ଏ ଜଙ୍ଗଲରେ ରହିବା ଠିକ ନୁହେଁ। କୌଣସି ଦିନ ବାଘ କି ସିଂହର ଶିକାର ହୋଇଯାଇପାରେ। ଆମ ଜୀବନ ବିପଦ ଅଛି। ମତେ ପୁଣି ଥରେ ମୋ ମାଲିକଙ୍କ ଘରକୁ ଫେରିଯିବା ଉଚିତ। ବର୍ତ୍ତମାନ ତ ମୁଁ କ୍ଷୀର ମଧ୍ୟ ଦେବାକୁ ଲାଗିଲିଣି। ଗୋପାଳ ବର୍ତ୍ତମାନ ମୋର ଓ ମୋ ପିଲାର ଭଲ ଭାବରେ ଯତ୍ନ ନେବ। ହଁ, ଏହା ଠିକ ରହିବ। ଏହା ଭାବି ସୁରଭି ନିଜ ବାଛୁରୀକୁ ନେଇ ଘର ଆଡକୁ ଚାଲିଲା। ସୁରଭି ଘରେ ଆସି ପ୍ରଥମେ ଯାଇ ରଜନୀକୁ ଭେଟିଲା। ରଜନୀ ସୁରଭି ଆଉ ତାର ଟିକି ବାଛୁରୀକୁ ଦେଖି ଖୁସିରେ କାନ୍ଦି ପକାଇଲା। ସୁରଭି ଭଉଣୀ, ତୁମେ ଫେରି ଆସିଲ। କେମିତି ଅଛ ଭଉଣୀ? ମୋର ତୁମ କଥା ବହୁତ ମନେ ପଡୁଥିଲା। ଚାଲ, ଭଲ ହେଲା ଯେ ତୁମେ ଫେରି ଆସିଲ। ମୁଁ ମଧ୍ୟ ତୁମକୁ ବହୁତ ମନେ ପକାଉଥିଲି ଭଉଣୀ। ଆଜି ତ ତୁମରି ପାଇଁ ମୁଁ ଆଉ ମୋ ପିଲା ବଞ୍ଚିଛୁ। ସେଦିନ ତୁମେ ମୋତେ ସାହାଯ୍ୟ କରିନଥିଲେ ଆମେ ଦୁଇ ଜଣ ଭୋକରେ ଛଟପଟ ହୋଇ ମରିଯାଇଥାନ୍ତୁ। ଆଚ୍ଛା ରଜନୀ ଭଉଣୀ, ମାଲିକ ଏବଂ ମାଲିକାଣୀ ଦେଖାଯାଉନାହାନ୍ତି, ଘରେ ନାହାନ୍ତି କି? କଣ କହିବି ସୁରଭି ଭଉଣୀ, ଯେତେବେଳେ ତୁମେ ଏଠାରୁ ଗଲ ସେତେବେଳେ ମାଲିକ ବହୁତ ଅସୁସ୍ଥ ହୋଇଗଲା। ଜାଣିନାହିଁ କେଉଁ ରୋଗ ହେଲା। ମାଲିକାଣୀ ବହୁତ ବ୍ୟସ୍ତ ରହୁଥିଲେ। ସୁରଭି ଏବଂ ରଜନୀ କଥା ହେଉଥିଲେ, ସେତେବେଳେ ଗୋପାଳ ଆସି ସିଧା ସୁରଭିର ପାଦରେ ପଡ଼ିଗଲା ଏବଂ କହିଲା, ମତେ କ୍ଷମା କରିଦିଅ ଗୋମାତା। ମୁଁ ତୁମ ଉପରେ ବହୁତ ଅତ୍ୟାଚାର କରିଛି। ଏହା କହି ଗୋପାଳ କାନ୍ଦିବାକୁ ଲାଗିଲା। ତାକୁ କାନ୍ଦୁଥିବାର ଦେଖି ସୁରଭିର ଆଖି ମଧ୍ୟ ଲୁହରେ ଭରି ଆସିଲା। ସୁରଭି ତାକୁ କ୍ଷମା କରିଦେଲା। ଏହା ଦେଖି ମୀରା ମଧ୍ୟ ବହୁତ ଖୁସି ହେଲା। ତାପରେ ଅସୁସ୍ଥ ଗୋପାଳକୁ କ୍ଷୀର ଦେବା ପାଇଁ ମୀରାକୁ ସୁରଭି କହିଲା। ମୀରା ସୁରଭି ଠାରୁ କ୍ଷୀର ଦୁହିଁ ଗୋପାଳକୁ ଦେଲା। ଆଉ ଯେତେବେଳେ ଗୋପାଳ ହାତକୁ ମୀରା ଏଥର କ୍ଷୀର ଗ୍ଲାସ ଦେଲା, ତା ହାତରୁ ଗ୍ଲାସ ଆଉ ତଳେ ପଡ଼ିଲା ନାହିଁ। ଏହା ଦେଖି ଉଭୟ ଖୁସି ହୋଇଗଲେ। କ୍ଷୀର ପିଇ ଔଷଧ ଖାଇବାର 2 ଦିନରେ ଗୋପାଳ ପୁରା ଠିକ ହୋଇଗଲା ଏବଂ ତାଙ୍କର ସବୁ ଅସୁବିଧା ଦୂର ହୋଇଗଲା। ଗୋପାଳ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା। ଆଉ ଗୋପାଳ ରଜନୀ, ସୁରଭି ଏବଂ ତାର ଟିକି ବାଛୁରୀର ଭଲ ଭାବରେ ସେବା କରିବାକୁ ଲାଗିଲା। ପ୍ରତିଦିନ ସକାଳେ ସେ ନିଜ ସବୁଜ ଘାସ ଆଣି ସମସ୍ତଙ୍କୁ ସମାନ ଭାବରେ ଖାଇବାକୁ ଦେଉଥିଲା। କ୍ଷୀର ଦୁହିଁ ବଜାରରେ ବିକ୍ରି କରି ଭଲ ପଇସା ରୋଜଗାର କରୁଥିଲା। ଏପରି ଭାବେ ସମସ୍ତେ ଖୁସି ଖୁସି ରହିବାକୁ। ଆପଣଙ୍କୁ ଆମର ଏ ଗପଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ।